ବେଆଇନ ବାଲି ଚାଲାଣ ବେଳେ ଅଘଟଣ, ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ତଥା ତହସିଲ ଅଞ୍ଚଳରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ସମୟରେ ଟ୍ରାକ୍ଟର ତଳେ ଚାପି ହୋଇ ଆଜି ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ଜଣକ ହେଲେ ଉକ୍ତ ଥାନା ଅଞ୍ଚଳର ନନ୍ଦନ ଗିରି। ସୂଚନା ଅନୁଯାୟୀ ଉକ୍ତ ତହସିଲ ଅଧୀନ ମୂଷାମାରୀ ଜମିରା ନଦୀ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ହୋଇ ଚୋରାଚାଲାଣ ହେଉଥିବା ସମୟରେ ନନ୍ଦନ ଚଲାଉଥିବା ଟ୍ରାକ୍ଟରଟି ଦବି ଯାଇଥିଲା ଓ ଅନ୍ୟ ଏକ ଟ୍ରାକ୍ଟର ସାହାଯ୍ୟରେ ଉକ୍ତ ଟ୍ରାକ୍ଟରକୁ ଟାଣୁଥିବା ସମୟରେ ଟ୍ରାକ୍ଟର ତଳେ ଚାପି ହୋଇ ନନ୍ଦନ ଜୀବନ ଘଟଣାସ୍ଥଳରେ ଚାଲି ଯାଇଥିଲା। ଖୋଲାଖୋଲି ହେଉଥିବା ଆଲୋଚନାରୁ ଜଣାପଡ଼ିଛି ଯେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବାରିପଦା PRM ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଛି। ସୂଚନାଯୋଗ୍ୟ ଯେ ଉକ୍ତ ନଦୀଘାଟରୁ ଦୈନିକ ଶହ ଶହ ଟ୍ରିପ୍ ବାଲି ପ୍ରଶାସନର ଆଢୁଆଳରେ ଚୋରାଚାଲାଣ ହେଉଥିବା ବେଳେ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଥିବା ମଧ୍ୟ ମାଇନିଂ ବିଭାଗ ଓ ତହସିଲ ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି। ଲଟାବୁଦା ସ୍ଥାନରେ ହଜାର ହଜାର ଟ୍ରିପ୍ ବାଲି ଗଚ୍ଛିତ ଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ରାଜସ୍ୱ ଚରମ ନିଦ୍ରାରେ ଥିବାରୁ ବେଆଇନ ବେଧଡ଼କ ବାଲି ଚୋରି ହେଉଥିବା ମଧ୍ୟ ଖୋଲାଖୋଲି ସବୁଠି ଆଲୋଚନା ହେଉଛି। ଏନେଇ ଦେଶୁଳ ସରପଞ୍ଚ ଲକ୍ଷ୍ମୀମଣି ହାଁସଦା ପୂର୍ବରୁ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ପଦକ୍ଷେପ ଶୂନ୍ୟ ଏବଂ ପ୍ରଶାସନର ଅବଗତିରେ ଉକ୍ତ ଚୋରାଚାଲାଣ ହେଉଛି ବୋଲି କହିଛନ୍ତି ସରପଞ୍ଚ ହାଁସଦା। ସେପଟେ ପ୍ରଶାସନ ଓ ବାଲି ମାଫିଆଙ୍କ ମଧ୍ୟରେ ମୋଟା ଅଙ୍କରେ ମୂଲଚାଲ ହୋଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ମ୍ୟାଡ଼ାମ ଆପଣଙ୍କ ନାମ? ମୋ ନାଁ ଲକ୍ଷ୍ମୀମଣି ହାଁସଦା, ଦେବସୁଳ ଗ୍ରାମ ପଞ୍ଚାୟତର ସରପଞ୍ଚ। ତେବେ ଆଜି ଗୋଟେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯୋଉ ମୂଷାମାରୀ ଘାଟରେ ଜଣେ ଟ୍ରାକ୍ଟର ଡ୍ରାଇଭର ଚକ ତଳେ ଦବିକି ମୃତ୍ୟୁବରଣ କରିଥିବା ବୋଲି ଗୋଟେ ଆଲୋଚନା ଚର୍ଚ୍ଚା ଚାଲିଛି ଏବଂ ସେଠି ଟ୍ରାକ୍ଟର ମଧ୍ୟ ରହିଛି ନଦୀ ଭିତରେ ଏବଂ ଜଣେ ମୃତ ବ୍ୟକ୍ତି ମଧ୍ୟ ପଡ଼ିଛନ୍ତି ରକ୍ତାକ୍ତ ଅବସ୍ଥାରେ। କ'ଣ କହିବେ? ମୁଁ ବି ଶୁଣିବାକୁ ପାଇଲି ତ ସେଇଭଳିଆ ଆଜିର ଦିନରେ ଯେଉଁ ପ୍ରଶାସନର ଆଢୁଆଳ ତଳେ ଲକ୍ଷ ଲକ୍ଷ ଟଙ୍କାର ଚୋରା ଚାଲାଣ ବାଲି ହେଉଛି ଏବଂ ଏସବୁ ପ୍ରଶାସନଙ୍କ ସହାୟତାରେ ହିଁ ଚୋରା ଚାଲାଣ ବାଲି ଖାଦାନ ଚାଲିଛି। ମୁଁ ଏଇଟା ଜୋର ଦେଇକି କହିବି। ଆଉ ବି ଏନେ ଅଭିଯୋଗ କରିଥିଲେ? ଆଜ୍ଞା, ମୁଁ ଅଭିଯୋଗ କରିଛି, ସେ ଅଭିଯୋଗ କେହି ଶୁଣି ନାହାନ୍ତି। ତ ଆଜି ଜଣେ ଟ୍ରାକ୍ଟର ଡ୍ରାଇଭର ମରିଛନ୍ତି, କୋଉଥିପାଇଁ ମରିଛନ୍ତି, କ'ଣ ଆଲୋଚନା ଚାଲିଛି, କ'ଣ ଶୁଣିବାକୁ ପାଉଛନ୍ତି, କ'ଣ କହିବେ? ତ ଯାହା ମୁଁ ବି ଶୁଣିବାକୁ ପାଉଛି ଯେ ଟ୍ରାକ୍ଟର ଚକ ତଳେ ହିଁ ସେ ଚାପି ହେଇକି ମରିଛନ୍ତି। ତେଣୁ କ'ଣ ଆଉ କହିବି, ଆଜିର ଦିନରେ ଯଦି ଏଇଭଳିଆ ଆମର ଚାଲିବ ତାହେଲେ ମେ ବି ଭବିଷ୍ୟତରେ ବଡ଼ ବଡ଼ ଘଟଣା ବି ଘଟିପାରେ। କ'ଣ ଦାବି ରଖିବେ? ଦାବି ଏଇଆ ଯେ ଆମର ଏଇ ବେଧଡ଼କ ବାଲି ଚୋରା ଚାଲାଣକୁ ରୋକାଯାଉ। ପ୍ରଶାସନ ପାଖରେ ମୋର ଏଇଆ ଦାବି।